सदाप्रभु परमेश्वरଙ୍କ नाम धन्य हेउ। आम्भमानଙ୍କର मुक्तिदाता जीशु ख्रीष्टଙ୍କ नामରେ ଆପଣମାନଙ୍କୁ ମୋର ବଡ଼ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଏ। ଏହି ବର୍ଷରେ ମଧ୍ୟ ତାଙ୍କର ବଡ଼ ଦିନ ପାଳନ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ଆସନ୍ତୁ ଆମେ ଈଶ୍ୱରଙ୍କର ଧନ୍ୟବାଦ ଦେବା, ତାଙ୍କର ଦୟା କରୁଣା ପାଇଁ ତାଙ୍କର ଧନ୍ୟବାଦ ପ୍ରଶଂସା କରିବା। ଆଜି ଏହି ସୁନ୍ଦର ଦିବସର ପ୍ରଭାତରେ ଆସନ୍ତୁ ଈଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଅଧ୍ୟୟନ କରିବା। ଆଜି ସାରା ଜଗତ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମକୁ ଏହି ବଡ଼ ଦିନକୁ ପାଳନ କରୁଛୁ। ହେଲେ କିଛି ଲୋକ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଆମକୁ ହୁଏତ ଦୋଷ ଦେଇପାରନ୍ତି। ଏହା ସବୁ ଭୁଲ ଅଟେ। ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଈଶ୍ୱରଙ୍କର ବାକ୍ୟରେ ବାଇବଲରେ କିଛି ଲେଖା ହେଇନାହିଁ। କାହିଁକି ତୁମେମାନେ ଖ୍ରୀଷ୍ଟମାସ ପାଳନ କରୁଛ ବୋଲି ସେମାନେ ପଚାରନ୍ତି। କିନ୍ତୁ ଯେଉଁମାନେ ଏପରି କହନ୍ତି ସେମାନେ ଆପଣା ଜନ୍ମ ଦିବସ, ଆପଣା ବିବାହ ଦିନ ଏହା ସବୁ ଆଡ଼ମ୍ବର ସହିତ ସେମାନେ ପାଳନ କରନ୍ତି। ତାହା ମଧ୍ୟ ବାଇବଲରେ ଲେଖା ହେଇନାହିଁ, କିନ୍ତୁ ସେମାନଙ୍କର ଇଚ୍ଛା ଅନୁସାରେ ତାହା ସବୁ ପାଳନ କରନ୍ତି। ଆମମାନେ ଈଶ୍ୱରଙ୍କର ଏହି ଜନ୍ମକୁ ଆଜି ଆମେ ପାଳନ କରୁଛୁ। ଯୀଶୁ ଏହି ନିର୍ଦ୍ଦିଷ୍ଟ ତାରିଖରେ ଡିସେମ୍ବର 25 ତାରିଖରେ ଜନ୍ମଗ୍ରହଣ କଲେ କି ତୁମେ ଜାଣିଛ କି ବୋଲି ହୁଏତ ସେମାନେ ପଚାରନ୍ତି। ଆମେ ମଧ୍ୟ ଜାଣିଛୁ ଯେ ଯୀଶୁ ଏହି ନିର୍ଦ୍ଦିଷ୍ଟ ତାରିଖରେ ଜନ୍ମଗ୍ରହଣ କରିନଥିଲେ, କିନ୍ତୁ ସେ ଆମ୍ଭମାନଙ୍କ ନିମନ୍ତେ ଜନ୍ମିଲେ। ସେ ଆମ୍ଭମାନଙ୍କ ନିମନ୍ତେ ଏହି ଜଗତବାସୀ ସମସ୍ତଙ୍କ ପାଇଁ ଏହି ଜଗତକୁ ଆସିଲେ, ତାହାକୁ ଆମ୍ଭମାନେ ସ୍ମରଣ କରୁଛୁ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ଆମେ ପାଳନ କରୁନାହୁଁ, କିନ୍ତୁ ତାହାଙ୍କର ଜନ୍ମ ଯାହାକି ଆମମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ, ତାହା ଆମେ ପାଳନ କରୁଛୁ। କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ନାହିଁ, ଏହି ଜଗତବାସୀ ସମସ୍ତଙ୍କ ପାଇଁ, ପ୍ରତ୍ୟେକ ମଣିଷ ପାଇଁ ତାଙ୍କର ଜନ୍ମ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ସଦାପ୍ରଭୁ ପରମେଶ୍ୱର ଏହି ପାପୀ ମାନବ ଜାତିର ମୁକ୍ତି ପାଇଁ ମହାନ ଯୋଜନା କରିଥିଲେ। ଯେଉଁଦିନ ମନୁଷ୍ୟ ପାପ କଲା ସେହି ଦିନରେ ହିଁ ସଦାପ୍ରଭୁ ଏହି ମୁକ୍ତିର ଯୋଜନା ଘୋଷଣା କଲେ। ଆଦି ପୁସ୍ତକ 3 ଅଧ୍ୟାୟରେ ହିଁ ଲେଖା ହେଇଛି, ଆପଣା ପୁତ୍ରଙ୍କୁ ଦାନ କରିବା ଦ୍ୱାରା ହିଁ ସେ ଏହି ମୁକ୍ତିର ଯୋଜନା ସଫଳ କରିପାରନ୍ତି। ସେଥିପାଇଁ ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଦିବସରେ ସେ ଆପଣା ପୁତ୍ରଙ୍କୁ ଦାନ କଲେ। କାରଣ କ'ଣ? ସେ ଆମମାନଙ୍କୁ ବହୁତ ପ୍ରେମ କରନ୍ତି। ଲେଖା ହେଇଛି, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ହେଲେ ଏହି ଖ୍ରୀଷ୍ଟମାସ ହେଉଛି ଈଶ୍ୱରଙ୍କର ମହାପ୍ରେମର କାହାଣୀ। ଏହା ଶକ୍ତିଶାଳୀ କାହାଣୀ ଅଟେ। ମୋ ପାଇଁ ଈଶ୍ୱର ଆସିଲେ, ଆପଣଙ୍କ ପାଇଁ ଈଶ୍ୱର ଆସିଲେ। ଏହା ହିଁ ଖ୍ରୀଷ୍ଟମାସ ଅଟେ। ଈଶ୍ୱରଙ୍କର ମୁକ୍ତିର ଯୋଜନା ସଫଳ କରିବା ପାଇଁ ସେ ଅନେକ ଚରିତ୍ର ଗୁଡ଼ିକକୁ ବ୍ୟବହାର କଲେ। ହେଲେ ଆମେ ଜାଣିଛୁ ଯେ ମଲାକି ହେଉଛି ପୁରାତନ ନିୟମର ଶେଷ ପୁସ୍ତକ। ନୂତନ ନିୟମରେ ମାଥ୍ୟୁ ହେଉଛି ପ୍ରଥମ ପୁସ୍ତକ। ଏହି ଦୁଇଟି ମଧ୍ୟରେ ମଲାକି ଆଉ ମାଥ୍ୟୁ, ଏହି ଦୁଇଟି ମଧ୍ୟରେ ପ୍ରାୟ 400 ବର୍ଷ ସଦାପ୍ରଭୁ କୌଣସି ପ୍ରକାରେ ଆପଣା ଲୋକମାନଙ୍କ ସହିତ କଥା ହେଲେ ନାହିଁ। କୌଣସି ଭବିଷ୍ୟତ ବକ୍ତା ଉଠିଲେ ନାହିଁ। କୌଣସି ଭବିଷ୍ୟତବାଣୀ ବା କୌଣସି ଦୂତଙ୍କ ଦ୍ୱାରା ସଦାପ୍ରଭୁଙ୍କ ଠାରୁ କୌଣସି ବାକ୍ୟ ସେମାନେ ପାଇନଥିଲେ। ସେହି 400 ବର୍ଷକୁ ନୀରବ ବର୍ଷ ବୋଲି କୁହାଯାଉଛି। ଆରମ୍ଭରୁ ସଦାପ୍ରଭୁ ମନୁଷ୍ୟ ସହିତ କଥାବାର୍ତ୍ତା ହେଲେ। ମନୁଷ୍ୟ ପାପରେ ପଡ଼ିଲା ପରେ ମଧ୍ୟ ସେ ଆଦାମଙ୍କ ସହିତ କଥା ହେଲେ, କଇନଙ୍କ ସହିତ କଥା ହେଲେ, ଆଉ ଆପଣା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା, ଦୂତମାନଙ୍କ ଦ୍ୱାରା ଏପରି ସଦାପ୍ରଭୁ ସେମାନଙ୍କ ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ କେବଳ ଏହି 400 ବର୍ଷ ତାଙ୍କଠାରୁ କୌଣସି ବାକ୍ୟ କେହି ମଧ୍ୟ ପାଇଲେ ନାହିଁ। ଈଶ୍ୱରଙ୍କ ଆଡ଼ରୁ କିଛି ସମ୍ବାଦ ସେମାନେ ପାଇଲେ ନାହିଁ। କିନ୍ତୁ ଈଶ୍ୱରଙ୍କ ମନ୍ଦିରରେ ପ୍ରତିଦିନ ଲେବୀୟ ରୀତିନୀତି ସବୁ କରାଯାଉଥିଲା। ସେମାନେ ବଳିଦାନ କରୁଥିଲେ, ଧୂପ ଦେଉଥିଲେ, ପ୍ରାର୍ଥନା କରୁଥିଲେ। ଏହା ସବୁରେ କୌଣସି ଅଭାବ ନଥିଲା। ପ୍ରତିଦିନ ତାହା ସବୁ ଚାଲୁ ହୋଇଥିଲା। କିନ୍ତୁ ଈଶ୍ୱରଙ୍କ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିଲା। ନିତ୍ୟକର୍ମ ପୂଜା ସବୁ କରାଯାଉଥିଲା, କିନ୍ତୁ କୌଣସି ବ୍ୟକ୍ତିଗତ ସାକ୍ଷାତ ନଥିଲା। ଏହି ଦୀର୍ଘ ବ୍ୟବଧାନ ପରେ ସଦାପ୍ରଭୁ ମାନବ ଜାତି ସହିତ ହସ୍ତକ୍ଷେପ କଲେ। ଆମେ ପଢ଼ିବା ଲୁକଲିଖିତ ସୁସମାଚାର 1 ଅଧ୍ୟାୟ 5 ପଦରୁ ଆମେ ପଢ଼ିବା। ଜିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ।
ତାଙ୍କ ଭାର୍ଯ୍ୟା ହାରଣ ବଂଶର କନ୍ୟା, ତାଙ୍କର ନାମ ଏଲିସାବେଥ। ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ। କିନ୍ତୁ ସେମାନଙ୍କର ସନ୍ତାନ ନଥିଲା, କାରଣ ଏଲିସାବେଥ ବନ୍ଧ୍ୟା ଥିଲେ। ପୁଣି ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା। ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଳିବାଣ୍ଟ ଦ୍ୱାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା। ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ। ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପ ବେଦୀର ଦକ୍ଷିଣ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ ତାଙ୍କୁ ଦର୍ଶନ ଦେଲେ। ଜିଖରିୟ ତାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଗ୍ରସ୍ତ ହେଲେ। କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରିୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଉଅଛି। ଆଉ ତୁମ୍ଭର ଭାର୍ଯ୍ୟା ଏଲିସାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ। ପୁଣି ତୁମ୍ଭେ ତାହାର ନାମ ଜହନ ଦେବ। ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ। ପୁଣି ଅନେକ ତାହାର ଜନ୍ମରେ ଆନନ୍ଦ କରିବେ, ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ। ସେ ଦ୍ରାକ୍ଷାରସ କି ସୁରା କେବେ ହେଁ ପାନ କରିବ ନାହିଁ। ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ। ଆଉ ସେ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ପ୍ରତି ଫେରାଇବ। ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲିୟଙ୍କ ଆତ୍ମା ଓ ଶକ୍ତିରେ ତାହାଙ୍କ ଆଗରେ ଗମନ କରିବ। ଖ୍ରୀଷ୍ଟମାସ ଏଠାରେ ଆରମ୍ଭ ହୁଏ। ଖ୍ରୀଷ୍ଟମାସ ବୋଲି କହିଲେ ନେଟିଭିଟି ଏହି ଡ୍ରାମା କରିବା ବେଳେ ଆମର ମନରେ କ'ଣ ଆସିବ? ଶିଶୁ ଯୀଶୁ, ଆଉ ମରିୟମ, ଯୋସେଫ, ଦୂତମାନେ, ଆଉ ମେଷପାଳକମାନେ, ଏହା ସବୁ ଆମେମାନେ ତିଆରି କରିଛୁ, ଆମେ ଡ୍ରାମା କରିଛୁ। ହେଲେ ପ୍ରକୃତରେ ଯଦି ଆମେ ଦେଖିବା, ଖ୍ରୀଷ୍ଟମାସ ଏଠାରେ ହିଁ ଆରମ୍ଭ ହୋଇଛି। ସେହି ନିରବ ବର୍ଷ ପରେ, 400 ବର୍ଷ ପରେ ପ୍ରଥମ କରି ଈଶ୍ୱରଙ୍କ ଠାରୁ ସମ୍ବାଦ ଜିଖରିୟ ପାଇଲେ। ଯୀଶୁ ହୋଇଛନ୍ତି ଆମ୍ଭମାନଙ୍କର ମୁକ୍ତିଦାତା, ପରିତ୍ରାଣଦାତା। ଜହନ ଯୀଶୁଖ୍ରୀଷ୍ଟଙ୍କର ଅଗ୍ରଦୂତ ଥିଲେ। ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପୂର୍ବେ, କେତେ ମାସ ପୂର୍ବେ ଜହନ ଜନ୍ମଗ୍ରହଣ କରିବାର ଥିଲା। ଏଠାରେ ଜହନଙ୍କର ଜନ୍ମ ବିଷୟରେ ତାଙ୍କର ବାପାଙ୍କୁ ଜିଖରିୟଙ୍କୁ ଦୂତ ଆସି ଦର୍ଶନ ଦେଇ କହୁଛନ୍ତି। ଈଶ୍ୱରଙ୍କର ମୁକ୍ତି ଯୋଜନାରେ ଏହି ଜିଖରିୟଙ୍କର ମଧ୍ୟ ଏକ ସ୍ଥାନ ଅଛି। ତାଙ୍କର ପୁତ୍ର ହିଁ ଜହନ, ବାପ୍ତିଜିକ ଜହନ ଅଟନ୍ତି। ମାଥ୍ୟୁ 3 ଅଧ୍ୟାୟ 3 ପଦରେ ଜହନଙ୍କ ବିଷୟରେ ଏପରି ଲେଖା ହେଇଛି, ଆମେ ପଢ଼ିବା। ଯିଶାୟ ଭାବବାଦୀଙ୍କ ଦ୍ୱାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲା, ଏ ସେହି ବ୍ୟକ୍ତି। ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ବାପ୍ତିଜିକ ଜହନଙ୍କ ବିଷୟରେ ଲେଖା ହେଇଛି, ସେ ପ୍ରାନ୍ତରରେ ଉଚ୍ଚ ସ୍ୱର କରୁଥିବା ଜଣକର ସ୍ୱର ଅଟନ୍ତି। ସେ ଜଣକର ରବ। ଏହି ଜଗଣଙ୍କ ଜନ୍ମ ପୂର୍ବେ ତାଙ୍କର ପିତାଙ୍କ ନିକଟରେ ଦୂତଙ୍କ ଦ୍ୱାରା ଏହି ସମ୍ବାଦ ଦିଆଗଲା। ଏହି ଜହନ ଯୀଶୁଖ୍ରୀଷ୍ଟଙ୍କର ପଥ ସେ ପ୍ରସ୍ତୁତ କରିବେ। ଯୀଶୁଖ୍ରୀଷ୍ଟଙ୍କର ସେବା ପାଇଁ ଏହି ଜଗତକୁ ସେ ପ୍ରସ୍ତୁତ କରିବେ। ସେ ତାଙ୍କର ଅଗ୍ରଦୂତ ହେବେ। ଅଧ୍ୟାୟରେ ଜହନଙ୍କ ବିଷୟରେ ଲେଖା ହେଇଛି, ଆଉ ମଲାଖି 4 ଅଧ୍ୟାୟରେ ମଧ୍ୟ ଜହନଙ୍କ ବିଷୟରେ ଲେଖା ହେଇଛି। ଭାବବାଦୀମାନଙ୍କ ଦ୍ୱାରା ଯାହା ସବୁ କୁହାଯାଇଥିଲା, ଜହନଙ୍କ ବିଷୟରେ ଯାହା କୁହାଯାଇଥିଲା, ତାହା ସବୁ ସଫଳ ହେବାକୁ ଯାଉଛି। ସେଥିପାଇଁ ଏବେ ଦୂତଙ୍କ ଦ୍ୱାରା ଜିଖରିୟଙ୍କୁ ଏହି କଥା ସବୁ କୁହାଯାଉଛି। ହେଲେ ଅନେକ ବର୍ଷ ହେଲା ଦୂତଙ୍କ ଦ୍ୱାରା ନହେଲେ ଭାବବାଦୀମାନଙ୍କ ଦ୍ୱାରା ସଦାପ୍ରଭୁ କିଛି ସମ୍ବାଦ ଦେଲେ ନାହିଁ। ଯେତେବେଳେ ଜିଖରିୟ ଧୂପ ଦେଉଛନ୍ତି, ହଠାତ୍ ସେ ଦୂତଙ୍କର ଦର୍ଶନ ପାଇଲେ। ଧୂପବେଦୀର ଦକ୍ଷିଣ ପାର୍ଶ୍ୱରେ ସେ ଜଣେ ଦୂତଙ୍କୁ ଦେଖିଲା ସାଙ୍ଗେ ସାଙ୍ଗେ ସେ ବହୁତ ଡରିଗଲେ। ସେ ଉଦ୍ବିଗ୍ନ ହେଲେ, ଭୟଗ୍ରସ୍ତ ହେଲେ। ତେବେ ଦୂତ ତାଙ୍କୁ ଏପରି କହିଲେ,
ଜିଖରିୟ ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି। ଆଉ ତୁମ୍ଭର ଭାର୍ଯ୍ୟା ଏଲିସବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି ତୁମ୍ଭେ ତାହାର ନାମ ଜହନ ଦେବ। ଜିଖରିୟ ଓ ତାଙ୍କର ଭାର୍ଯ୍ୟା ଏଲିସବେଥ ବିଷୟରେ ଲେଖା ହେଇଛି, ସେମାନେ ନିର୍ଦ୍ଦୋଷ ରୂପେ ଈଶ୍ୱରଙ୍କର ଆଜ୍ଞା ପାଳନ କରୁଥିଲେ, ଧାର୍ମିକ ଥିଲେ। ସେମାନଙ୍କର କୌଣସି ଦୋଷ ନଥିଲା, କିନ୍ତୁ ସେମାନଙ୍କର କୌଣସି ସନ୍ତାନ ନଥିଲା। ଏଲିସବେଥ ବନ୍ଧ୍ୟା ଥିଲେ। ଜିଖରିୟ ଓ ଏଲିସବେଥ ଦୁଇ ଜଣଙ୍କର ବୟସ ଅଧିକ ହୋଇଯାଇଛି। ଏବେ ଦୂତ ଆସି ତାଙ୍କୁ କହୁଛନ୍ତି, ଜିଖରିୟ ତୁମେ ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି। ହେଲେ ଯେତେବେଳେ ଏହି କଥା ସେ ଶୁଣିଲେ, ସେ ଭାବିଥିବେ କୁ ପ୍ରାର୍ଥନା କେଉଁ ବିଷୟରେ ମୁଁ ପ୍ରାର୍ଥନା କରିଥିଲି ବୋଲି। ହେଲେ ସାଙ୍ଗେ ସାଙ୍ଗେ ସେ କହୁଛନ୍ତି, ତୁମ୍ଭର ଭାର୍ଯ୍ୟା ଏଲିସବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାର ନାମ ଜହନ ଦେବ। ସେମାନଙ୍କର ସନ୍ତାନ ନଥିଲା, ସେଥିପାଇଁ ହୁଏତ ସେମାନେ ଅନେକ ବର୍ଷ ଧରି ପ୍ରାର୍ଥନା କରିଥିବେ। ଜିଖରିୟଙ୍କର 25 ବୟସରେ 30, 35 ଏପରି ସମୟରେ ସେମାନେ ପ୍ରାର୍ଥନା କରିଥିବେ ଈଶ୍ୱରଙ୍କ ନିକଟରେ, ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ସନ୍ତାନ ଦିଅ। ସମସ୍ତଙ୍କର ସନ୍ତାନ ଅଛି, ଆମ୍ଭମାନଙ୍କର ନିନ୍ଦା ଅପମାନ ଯେପରି ଦୂର ହେବ, ଏଥିପାଇଁ ଆମ୍ଭମାନଙ୍କ କୋଳରେ ଗୋଟିଏ ସନ୍ତାନ ଦିଅ ବୋଲି ସେମାନେ ଦୁଇ ଜଣ ଅନେକ ବର୍ଷ ଧରି ପ୍ରାର୍ଥନା କରିଥିବେ। ଏବେ ସେମାନଙ୍କର ବୟସ ବହୁତ ଅଧିକ ହୋଇଗଲା, ବୁଢ଼ା ବୁଢ଼ୀ ହୋଇଗଲେ। ଏବେ ହୁଏତ ସେମାନେ ପ୍ରାର୍ଥନା କରିବାଟା ବନ୍ଦ କରିଥିବେ। ଆମମାନଙ୍କର ଦିନ ସବୁ ବିତିଗଲା, ଆଉ କିପରି ଆମେ ସନ୍ତାନ ପାଇବୁ ବୋଲି ସେମାନେ ହୁଏତ ପ୍ରାର୍ଥନା କରିବାଟା ବନ୍ଦ କରିଥିବେ। ସେମାନଙ୍କର ଆଶା ହରାଇଥିବେ, ଆଉ ସେମାନେ ସେହି ପ୍ରାର୍ଥନା ଅନୁରୋଧ ଭୁଲି ଯାଇଥିବେ। ଏହି ସମୟରେ ଜିଖରିୟଙ୍କର ବୟସ କେତେ ବୋଲି ଲେଖା ହେଇନାହିଁ, କିନ୍ତୁ ତାଙ୍କର 70, 80, 90 ମଧ୍ୟ ହୋଇଥିବ। ପୁତ୍ର ଜନ୍ମ କରିବାର ବୟସ ସେମାନଙ୍କର ବିତିଗଲା, ସେଥିପାଇଁ ସେମାନେ ସେହି ପ୍ରାର୍ଥନା ଅନୁରୋଧ ମଧ୍ୟ ଭୁଲି ଯାଇଥିବେ। ଏବେ ତ ନାତି ନାତୁଣୀ ସବୁ ଧରିବାର ବୟସ ହେଲା, ଏବେ କୁଆଡ଼େ ମିଳିବ ଆମମାନଙ୍କର ଆଉ ଆଶା ନାହିଁ, ଆଉ ସନ୍ତାନ ପାଇବାର ସୁଯୋଗ ନାହିଁ ବୋଲି ସେମାନେ ତାହାକୁ ଛାଡ଼ି ଦେଇଥିବେ। ସବୁ ସରିଗଲା ବୋଲି ଯେତେବେଳେ ସେମାନେ ଭାବୁଥିଲେ, ଏବେ ଦୂତ ଆସି କହୁଛନ୍ତି, ତୁମ୍ଭର ନିବେଦନ ଶୁଣାଯାଇଅଛି। ତୁମ୍ଭର ନିବେଦନ ଶୁଣାଯାଇଅଛି ମାନେ ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି, ତାହାର ଉତ୍ତର ଦେଇଛନ୍ତି। ସବୁ ସରିଗଲା ବୋଲି ଯେତେବେଳେ ସେମାନେ ଭାବୁଥିଲେ, ଯେତେବେଳେ ସେମାନଙ୍କର ଆଶା ନାହିଁ, ବିଶ୍ୱାସ ନାହିଁ, ସେହି ସମୟରେ ସଦାପ୍ରଭୁଙ୍କ ଠାରୁ ଏହି ବାକ୍ୟ ଜିଖରିୟ ଶୁଣିଲେ। ଆମ୍ଭମାନେ ମଧ୍ୟ ଆମ ଜୀବନରେ ଅନେକ ସମୟରେ ଏପରି ଅନେକ ବର୍ଷ ପୂର୍ବେ ଯେଉଁ ପ୍ରାର୍ଥନା କରିଥିଲୁ, ତାହାକୁ ଆମେ ବନ୍ଦ କରିଛୁ କି ନାହିଁ? ଆପଣଙ୍କ ଜୀବନରେ ଏପରି କିଛି ବିଷୟ ଅଛି କି? ମୁଁ ତ ମୋର ଛୋଟ ବୟସରେ, ଯୁବା ଅବସ୍ଥାରେ ମୁଁ ଅନେକ ବିଷୟ ପ୍ରଭୁଙ୍କ ଠାରେ ମାଗିଥିଲି। ପ୍ରଭୁ ତୁମରି ରାଜ୍ୟ ନିମନ୍ତେ ମୋତେ ବ୍ୟବହାର କର ବୋଲି ମୁଁ ପ୍ରାର୍ଥନା କରିଥିଲି, କିନ୍ତୁ ମୋର ଜୀବନରେ କିଛି ତ ହେଲା ନାହିଁ। ଈଶ୍ୱରଙ୍କ ଠାରେ ମୁଁ ଯେଉଁ ଆଶୀର୍ବାଦ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି, ତାପରେ 5 ବର୍ଷ 10 ବର୍ଷ ହେଲା ପରେ ତାହା ନ ମିଳିବାରୁ ମୁଁ ତାହାକୁ ଛାଡ଼ି ଦେଇଛି। ଏଇଟା ତ ଈଶ୍ୱରଙ୍କର ଇଚ୍ଛା ନଥିବ ବୋଲି ମୁଁ ଛାଡ଼ି ଦେଇଛି। ମୁଁ ପାଶରି ଯାଇଛି। ମୁଁ ସଦାପ୍ରଭୁଙ୍କ ଠାରେ ଅନେକ ବିଷୟ ମାଗିଥିଲି, ମୁଁ ଯେଉଁଟା ମାଗିଲି ବୋଲି ଏବେ ମୋର ମନେ ନାହିଁ। ମୁଁ ଅନେକ ବିଷୟ ପାଶରି ଯାଇଛି। ଏପରି ଅନେକ ସମୟରେ ଆମମାନଙ୍କ ଜୀବନରେ ଅଛି କି ନାହିଁ? ଯେତେବେଳେ ଆମେ ପ୍ରଥମ କରି ପ୍ରାର୍ଥନା କରୁଛୁ ଗୋଟିଏ ଆଶୀର୍ବାଦ ପାଇଁ, ସେ ସମୟରେ ଆମେ ସଦାପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ, ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ବୋଲି ବିଶ୍ୱାସ କରି ଆମେ ବିଶ୍ୱାସ ସହ ଆମେ ପ୍ରାର୍ଥନା କରୁଛୁ। କିନ୍ତୁ ଯଦି 2 ବର୍ଷ ହେଲା, 5 ବର୍ଷ ହେଲା, 10 ବର୍ଷ ହେଲା, ଯଦି ତାହା ନ ମିଳିବ, ତେବେ ଧୀରେ ଧୀରେ ଦିନକୁ ଦିନ ଆମ୍ଭମାନଙ୍କର ବିଶ୍ୱାସ ମଳିନ ହେବାକୁ ଯାଉଛି, ଆଉ ଏଇଟା ମିଳିବ ନାହିଁ। ମୋର ଜୀବନରେ ଏହି ଆଶୀର୍ବାଦ ପାଇବାର ଆଶା ନାହିଁ, ଆଉ ମୁଁ ଗଭର୍ଣ୍ଣମେଣ୍ଟ ଜବ୍ ପାଇବାର ଆଶା ନାହିଁ। ମୋର ତ ବୟସ ଅଧିକ ହୋଇଗଲା, ମୁଁ ଆଉ ସନ୍ତାନ ପାଇବାର ଆଶା ନାହିଁ। ଯେତେବେଳେ ମୁଁ ଚାକିରି କରୁଥିଲି, ଯେତେବେଳେ ମୋର ବ୍ୟବସାୟ ଭଲ ଥିଲା, ମୁଁ ପଇସା ପତ୍ର ବେଶୀ ପାଉଥିଲି, ସେହି ସମୟରେ ହିଁ ମୁଁ ଘର ନିର୍ମାଣ କରିପାରିଲି ନାହିଁ। ଏବେ ତ ସବୁ ସରିଗଲା, ଏବେ ତ ମୁଁ ରିଟାୟାର୍ଡ଼ ହେବାକୁ ଯାଉଛି, ଆଉ ମୁଁ କେମିତି ଘର କରିପାରିବି? ଏଇଟା ଆଉ ସମ୍ଭବ ହେବ ନାହିଁ। ଏପରି ଅନେକ ବିଷୟ
आंभामाने मध्य छाड़ी देउछ कि नहीं। आज आपणक जीवन में जदि एहीपरि गोटे प्रार्थना अनुरोध होछि हेले सदा प्रभु आज यही क्रिसमस दिवस रे आपण कहउचंती तुम्भर निवेदन सुना जाइछि। एहा को आपण विश्वास करंते। एहा को आमे क्रिसमस सीजन बोली आमे कहउछु। एही क्रिसमस रे दूत आसी अनेकଙ୍କ सहित कथबार्ता हेले। मरियम को भेटिले, जोसेफ को भेटिले, आउ मेसोपालक मानक भेटिले। हेले प्रथम करी जिखरियंक से दर्शन देले आउ से कहउचंती तुम्भर निवेदन सुना जाइछि। आज यही शुभ दिन रे सदा प्रभु आपणक मध्य यही कथा कहबा के चाहंती जे आपणकर निवेदन सुना जाइछि। आपण भय करंते नहीं। मु प्रार्थना करिथिली प्रभु सुनिले कि नहीं बोली आपण चिंता करंते नहीं। आपणकर विश्वास मलिन हेबाक दियंत नहीं। सदा प्रभुक ठारे आपण विश्वास करंते। जिखरियो जेउ विषय नहीं प्रार्थना करिथिले ताहाक से बंद कर देचंती, से विषय रे से भूली जाइचंती, किंतु सदा प्रभु ताहा भूली नाहांती। सदा प्रभु सही प्रार्थनार उत्तर ठीक समय रे देउचंती। जेतेबेले सदा प्रभु यही कथा कहिले जिखरियो ताहाक ग्रहण करि पारले नहीं। 18 पदर आमे पढ़िबा। एथिरे जिखरियो दूतंक कहिले मु केउ चिन्ह द्वारा एहा जानिबी, कारण मु तो वृद्ध, पुणी मोहर भार्यांक बयस अधिक हेलानी। दूत तांक उत्तर देले मु गाब्रिएल, मु ईश्वरंक साक्षात रे उबा होइथाए आउ तुम्हक कहिबाक ओ एही सुसमाचार जणाइबाक मु प्रेरित होइवछि। देखो एही समस्त न घटिबा दिन पर्यंत तुम्भे नीरव रही कथा कहि पारिबो नहीं, कारण मोहर जेउ सब वाक्य यथा समय रे सफल हेबो सेही सबु तुम्भे विश्वास कलो नहीं। इतिमध्य रे लोक माने जिखरियंक अपेक्षा रे थिले आउ मंदिर रे तांकर विलंब घटिबारे से माने चमत्कृत हेउथिले, किंतु से बाहरी आसी से मानक कथा कहि पारले नहीं। एथिरे से मंदिर रे दर्शन पाइवछंती बोली से माने बुझिले आउ से मानक संगेत करिबाक लागिले आउ मुख होई रहिले। जिखरियो ईश्वरंक ठार जेउ वाक्य आसिला ताहाकु से एबे विश्वास करि पारनांती, कारण से तांकर सेही समयर परिस्थिति को देखुछंती। मु तो वृद्ध लोक, मोर भार्यांकर बयस मध्य अधिक हेलानी, एबे किपरि एहा संभव हेबो। सेथिपाई से दूतंक पचारंती मु केउ चिन्ह द्वारा एहा जानिबी। से गुटे चिन्ह मागिबाक लागुचंती। एहा संभव हेबो बोली मु किपरि विश्वास करिबी, गुटे चिन्ह मु देखिबाक चाहूची। हेले दूत कहउचंती मु गाब्रिएल, ईश्वरंक साक्षात रे मु अछि। ईश्वरंक सम्मुखरु एही सुसमाचार जणाइबा पाई मु आसुची। हेले एही वाक्य यथा समय रे सफल हेबाक जाउची, किंतु सही वाक्य प्रति तुम्बे विश्वास कलो नहीं। सेतिपाई एहा न घटिबा दिन पर्यंत तुम्बे किछि कथा कहि पारिबो नहीं। तुम्बे नीरव रहिबो। एठारे जिखरियो विश्वास करि पारनाहंती। तांकर मन रे कोन अछि ताहा संभव नहीं। ईश्वरंक ठार दूत आसी कहिले मध्य से ताहाकु ग्रहण करि पारनांती, ताक से विश्वास करि पारनांती। हेले विश्वास द्वारा ही आमे ईश्वरंकर संतुष्ट होई पारिबा। सदा प्रभु आम ठारे विश्वास देखिबाक चाहंती। अनेक समय रे ईश्वरंकर वाक्य गुटे प्रकार कहे, हेले आमर परिस्थिति को आमे जेते बेले देखिबा ईश्वरंक वाक्य मोर जीवन रे, मोर परिवार रे सफल हेबो बोली आंभ माने विश्वास करि पारनहु। जिखरियो जने याजक होइछंती। से अब्राहम सारंक विषय रे से जानिछंती सब। 100 वर्ष हेबा बेले से माने संतान पाइले। सदा प्रभु जेते बयस हेले मध्य संतान देबाक से समर्थ अटंती, से शक्तिमान अटंती बोली से जानिछंती। किंतु जेते बेले एही वाक्य तांक निकटक आसिला जे तुम्भर निवेदन सुना जाइछि, से खुशी हेले नहीं। संगे संगे से ईश्वरंकर प्रशंसा करि पारले नहीं।
ଯେଉଁ ପୁଅ ଜନ୍ମ ହେବାକୁ ଯାଉଛି ସେହି ଜହଣଙ୍କ ବିଷୟରେ ଅନେକ ବଡ଼ ବଡ଼ କଥା କୁହାଯାଉଛି। ମଲାକିଙ୍କ ପୁସ୍ତକରୁ ଯାହା ସବୁ କୁହାଯାଇଥିଲା ତାହା ଦୂତ କହୁଛନ୍ତି, ସେଥିରେ ସେ ଖୁସି ହୋଇପାରିଲେ ନାହିଁ। ଏତେ ବଡ଼ ଆଶୀର୍ବାଦ ମୁଁ ପାଇବାକୁ ଯାଉଛି ବୋଲି ତାହାକୁ ସେ ଖୁସିରେ ଗ୍ରହଣ କରିପାରିଲେ ନାହିଁ। ତାହା ଗ୍ରହଣ କରିବାକୁ ତାଙ୍କର ବିଶ୍ୱାସ ନଥିଲା। ପ୍ରାୟ 30-40 ବର୍ଷ ସେ ପ୍ରାର୍ଥନା କରିଥିବେ, ଏବେ ଏତେ ବର୍ଷ ହେଲା ଆମେ ତ ପାଇନାହିଁ ବୋଲି ସେ ଏବେ ବିଶ୍ୱାସ କରିପାରୁନାହାନ୍ତି। ଗୋଟେ ଚିହ୍ନ ମାଗୁଛନ୍ତି। ଅନେକ ସମୟରେ ଆମମାନଙ୍କ ଜୀବନରେ ମଧ୍ୟ ଏପରି ହିଁ ଘଟୁଛି। ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ବୋଲି ଆମେ ମଧ୍ୟ ଜାଣିଛୁ, କିନ୍ତୁ ଯେତେବେଳେ ବିଳମ୍ବ ହେବ, ଡେରି ହେଲେ ଆମ୍ଭମାନେ ମଧ୍ୟ ପ୍ରାର୍ଥନା କରିବାଟା ବନ୍ଦ କରିଦେଉଛୁ। ଆମେ କ'ଣ ଭାବୁଛୁ, ଏହା ଈଶ୍ୱରଙ୍କର ଇଚ୍ଛା ନାହିଁ, ଆଉ ଈଶ୍ୱର ଦେବେ ନାହିଁ ବୋଲି ଆମ୍ଭମାନେ ନିଜେ ନିଜେ ଭାବୁଛୁ, ଆଉ ଆମେ ନିରାଶ ହେବାକୁ ଯାଉଛୁ। ହେଲେ ଜଣେ ଭଉଣୀ ଗୋଟେ ବିଷୟ ପାଇଁ ଈଶ୍ୱରଙ୍କ ଠାରେ ଅନେକ ଦିନ ପ୍ରାର୍ଥନା କଲେ। ପ୍ରାୟ 1 ବର୍ଷ ନହେଲେ 1.5 ବର୍ଷ ସେ ପ୍ରାର୍ଥନା କଲେ, କିଛି ସେ ଉତ୍ତର ପାଇଲେ ନାହିଁ। ସେ ମୋ ନିକଟରେ ଫୋନ୍ କରିକି ପଚାରିଲେ, ମୋର ପ୍ରାର୍ଥନା ସବୁ କୁଆଡ଼େ ଗଲା? ତୁମେ କହ ମୋର ପ୍ରାର୍ଥନା ସବୁ କୁଆଡ଼େ ଗଲା? ତୁମେ କହ ମୋର ପ୍ରାର୍ଥନା ସବୁ କୁଆଡ଼େ ଗଲା ବୋଲି ସେ ମୋତେ ପଚାରିଲେ। ହେଲେ ଏହି ବିଷୟକୁ ଆମେ ଜାଣିବାର ଅଛି ଯେ ସଦାପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି। ଆଜି ଏହି ଖ୍ରୀଷ୍ଟମାସ ଦିବସରେ ଜିଖରିଙ୍କ ଜୀବନରୁ 3ଟି ବିଷୟ ଆମେ ଶିଖିବା। ମୁଁ ଯେଉଁ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରୁଛି, ମୁଁ ଯାହାଙ୍କର ସେବା କରୁଛି, ସେ ପ୍ରାର୍ଥନା ଶ୍ରବଣକାରୀ ଈଶ୍ୱର ଅଟନ୍ତି। ଏହା ହିଁ ପ୍ରଥମ ବିଷୟ। ସଦାପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ଅଟନ୍ତି। ଗୀତ ସଂହିତା 65:2 ଏପରି ଲେଖା ହେଇଛି, ଆମେ ପଢ଼ିବା। आहे प्रार्थना श्रवणकारी जे तुम्भे तुम्भ निकटक सकल प्राणी आसबे। ईश्वर वाक्य स्पष्ट भाव में कहे जे आम्भमानकर सदा प्रभु प्रार्थना श्रवणकारी अटंती। मोर प्रार्थनार उत्तर मु 2 वर्ष 3 वर्ष है मुझे पाई नथिले मध्य मोर मनरे मु निश्चित भाव में विश्वास करिवार अछि जे मोर सदा प्रभु प्रार्थना श्रवणकारी अटंती। एहाको आम्भ माने आज मने रखिबा। आपण हाथ उठाई कहंतु जे मोर सदा प्रभु प्रार्थना श्रवणकारी अटंती। मोर ईश्वर प्रार्थना श्रवणकारी अटंती। एही विषय रे आमे केबे मध्य संदेह करिबा नहीं। सदा प्रभु प्रार्थना श्रवणकारी अटंती। से जोथा समय रे प्रार्थनार उत्तर दियंती। एहाको आमे विश्वास करिबा। जिखरियंक जीवन रे से प्रार्थना आगरु सुनिले, किंतु ठीक समय रे सही प्रार्थनार उत्तर देले। 20 वर्ष आगरे जदि जहन जन्म ग्रहण करिथिबे हेले से जीसु ख्रीष्टंकर अग्रदूत होई पारिबे नहीं। सेतिपई जीसु ख्रीष्टंकर जन्मर 6 मास पूर्वे से जन्म ग्रहण करिवार अछि। सेतिपई जिखरियंक जीवन रे सदा प्रभु डेरी कले। सदा प्रभु विलंब करंती नहीं। से यथा समय रे प्रार्थनार उत्तर दियंती। एही विषय को आमे जानिबार अछि। मु जेउ दिन रे एही आशीर्वाद दरकार बोले मु कहिबी, मु मागिबी, सही दिन रे सदा प्रभु न देले मध्य से प्रार्थना श्रवणकारी अटंती। ठीक समय रे से मोर प्रार्थनार उत्तर देवे। जदि तांकर इच्छा अनुसार मु प्रार्थना करुछि हेले से निश्चित भाव रे उत्तर देवे। जदि तांकर इच्छा विरुद्ध रे मु प्रार्थना करबी से देई पारिबे नहीं। सही विषय रे मु कहि नहीं। प्रत्येक परिवार रे संतान पाइबा ईश्वरंकर इच्छा अटे। सही इच्छा अनुसार ही जिखरिय और एलिजाबेथ प्रार्थना करथिले, किंतु जहनक जीवन विषय रे ईश्वरंकर महान योजना थिला। सेतिपई एते वर्ष परे से माने संतान पाइले। आज आमर निजर जीवन को आमे टिके चिंता करी देखिबा। जो विषय पाई मो प्रार्थना आगरे करथिली, जहा मो बंद कर देछि, जो प्रार्थना अनुरोध मु पासरी जाइछि, ताहाको आमे आउ थरे मने रखिबा। प्रभु एहा तुमर इच्छा हेले केते वर्ष डेरी हेले मध्य तुमे देई पारिबो। मोर निवेदन मध्य सुना जाई अछि बोली आमे प्रभुंकर धन्यवाद देबा। आपणकर सदा प्रभु प्रार्थना श्रवणकारी अटंती। एहाको
प्रथमे आपण मने रखते से ठीक समय रे उत्तर देबे। जहनक विषय लिखा है से तुम्भर आनंदर उल्लासर कारण हेब। सदा प्रभु यथा समय रे जदि आपणक सही प्रार्थनार उत्तर देबे ताहा आपणक जीवनर उल्लासर आनंदर कारण हेब। जहनकर जन्म रे अनेक आनंद करिवे बोली सदा प्रभु कहिले। जिखर्य और एलिजाबेथक जीवन रे साधारण जने पिलाक देबाक सदा प्रभु इच्छा करनथिले। विशेष रूपे बाप्तिजी को जहनक देबाक सदा प्रभु इच्छुक थिले। सेतिपाई सेमानक जीवन रे अनेक वर्ष अपेक्षा करबाक पड़िला, से माने जोगिबाक पड़िला। किंतु जेतेबेले सदा प्रभु सही आशीर्वाद देले ताहा विशेष पुरस्कार थिला। जहन विशेष लोक थिले। भाववादी मानक द्वारा जहा कुहा जाइतिला ताहा सफल करिबा पाई जहन जन्म ग्रहण कले। आज आपणक जीवन रे मध्य सदा प्रभु आपणक पाई महान योजना करिसंती। आपणक पाई आपणकर परिवार पाई मध्य सदा प्रभुंकर एक महान उद्देश्य अछि। सही उद्देश्य अनुसार तांकर योजना अनुसार सदा प्रभु ठीक समय रे आपणक आशीर्वाद करिवे। ताहा न पाइबा पर्यंत आपण प्रतिदिन प्रार्थना करंत। आपणकर प्रार्थना केबे छाड़ंत नहीं। हेले आमे जिखरियक जीवन रे देखिबा को पाउछु जे से धूप देउथिले। से रीतिनीति अनुसार ईश्वरंकर पूजा उपासना आराधना सबु से करथिले। किंतु ईश्वरंक सहित तांकर व्यक्तिगत साक्षात होई नथिला। जेतेबेले से साक्षात हेले से जहनक पाइले। आम मानकर ईश्वर प्रार्थना श्रवणकारी अटंती। आउ द्वितीय विषय से विश्वस्त ईश्वर अटंती। यात्रा पुस्तक 23 पर्व 24 पदरे पर लिखा है तुम्भ देश रे काहारी गर्भपात हेबो नहीं, पुणी केही बंध्या हेबो नहीं। सदा प्रभु आपणा लोक मानक इस्राएल मानक यही प्रतिज्ञा देइथिले केही बंध्या हेबो नहीं, काहारी गर्भपात हेबो नहीं। यही प्रतिज्ञा सफल करिबाक से विश्वस्त थिले। एब्री 10 पर्व 23 पदरे लिखा है आंभ माने जेउ भरोसा स्वीकार करूअछु ताहा अटल भाव रे दृढ़ करी धरू, कारण जे प्रतिज्ञा करिअछंती से विश्वस्त। जिखर्य और एलिजाबेथ मध्य सही प्रतिज्ञा को स्मरण करिथिबे। तुमरे व्यवस्था रे तो कुहा जायछि केही बंध्या हेबो नहीं बोली लिखा है। प्रभु आम जीवन रे संतान दियो बोली से माने प्रार्थना करिथिबे। सेमानक जीवन रे ईश्वर सही प्रतिज्ञा सफल करिवारे से विश्वस्त थिले। आम माने मध्य सदा प्रभुंक ठारे भरोसा करिबा। आम माने जेउ भरोसा स्वीकार करूछु ताहा अटल भाव रे दृढ़ करी धरिबा, कारण जे प्रतिज्ञा देइचंती से विश्वस्त अटंती। एहा ही ईश्वरंकर द्वितीय स्वभाव अटे। से प्रार्थना श्रवणकारी अटंती आउ से विश्वस्त ईश्वर अटंती। सदा प्रभु आपणक जेउ प्रतिज्ञा देइचंती ताहा निश्चय आपणक जीवन रे से सफल करिवे। सफल करिबाक से विश्वस्त अटंती। ईश्वरंक वाक्य आपण पढ़त। जदि आपणकर कोनसी आशा नहीं, आपण सुस्थ हेबा पाई कोनसी उपाय नहीं, तेबे मध्य ईश्वरंकर वाक्य प्रति आपण विश्वास करंत। जीशु ख्रीष्टंकर प्रहार रे तुम्भ माने सुस्थ होइवछ बोली प्रभुंकर वाक्य कहूची। सही वाक्य सफल हेब। मो जीवन रे मो शरीर रे एही ईश्वरंक वाक्य अनुसार मो सुस्थ हेबी। मोर परिवार रे मो सुस्थता पाइबी बोली ईश्वरंक प्रतिज्ञा प्रति आमे विश्वास करिबा, कारण जे प्रतिज्ञा करिसंती से विश्वस्त। जदि आपणक जीवन रे कोनसी समस्यार सम्मुखीन होइचंती, आर्थिक संकट अछि, नहले आपणक परिवार रे अशांति रहुची, जदि रोगग्रस्त होइचंती, जे कोनसी विषय हेले भी आपण ईश्वरंक वाक्यरु तांकर प्रतिज्ञा कौन अच्छी बोले आपण खोजंत। प्रभु तुमे मो सहित कौन कहूच बोली तांकर वाक्य आपण खोजी खोजी पढ़त। सदा प्रभु आपणा वाक्य द्वारा आपणक कथा कहिबे। हेले आपणक जेउ कथा कहिबे
ତାହାକୁ ସଫଳ କରିବାରେ ସେ ବିଶ୍ୱସ୍ତ ଅଟନ୍ତି। ତାଙ୍କର କୌଣସି ବାକ୍ୟ ଶକ୍ତିହୀନ ନାହିଁ। ସେ ଯାହା କହୁଛନ୍ତି ତାହା ନିଶ୍ଚୟ ମୋ ଜୀବନରେ ସଫଳ ହେବ, ମୁଁ ତାହା ପାଇବି ବୋଲି ଆମେ ବିଶ୍ୱାସ କରିବା। କାରଣ ଯେ ପ୍ରତିଜ୍ଞା କରିଛନ୍ତି ସେ ବିଶ୍ୱସ୍ତ ଅଟନ୍ତି। ଯଦି ଆପଣଙ୍କର ଚାରିଆଡ଼େ ଅନ୍ଧାର ହେଇଛି, ସେହି ଅନ୍ଧାରରେ ମଧ୍ୟ ସଦାପ୍ରଭୁ ଆପଣଙ୍କର ଆଲୋକ ହେବେ। ଆପଣଙ୍କ ପାଇଁ ଯାହା କରିବା କଥା ତାହା ଠିକ୍ ସମୟରେ ସଦାପ୍ରଭୁ ଆପଣଙ୍କ ନିମନ୍ତେ କରିବେ। ଆପଣଙ୍କ ସମସ୍ୟାରୁ ସେ ଉଦ୍ଧାର କରିବେ, ଆପଣଙ୍କୁ ସେ ସୁସ୍ଥ କରିବେ, ଆପଣଙ୍କର ଏହି ଦରିଦ୍ରତାକୁ ସେ ଦୂର କରିବେ, ଆପଣଙ୍କ ପରିବାରରେ ତାଙ୍କର ଶାନ୍ତି ଆଣିବେ। ସେ ବିଶ୍ୱସ୍ତ ଅଟନ୍ତି। ଇସ୍ରାଏଲମାନଙ୍କ ଜୀବନରେ ଆମେ ଦେଖିବାକୁ ପାଇଲୁ ଯେ ସେମାନଙ୍କର ରୀତିନୀତି ଅନୁସାରେ ସକାଳେ ସନ୍ଧ୍ୟାରେ ବଳିଦାନ କରୁଥିଲେ, ଧୂପ ଦେଉଥିଲେ, ସବୁ କାର୍ଯ୍ୟ ଚାଲୁ ରହୁଥିଲା, କିନ୍ତୁ ଈଶ୍ୱରଙ୍କ ସହିତ ସେମାନଙ୍କର ସାକ୍ଷାତ ନଥିଲା। ଯେତେବେଳେ ବ୍ୟକ୍ତିଗତ ଭାବରେ ଜିଖରିୟ ସାକ୍ଷାତ କରିପାରିଲେ ସେ ଆଶୀର୍ବାଦ ପାଇଲେ। ଆମେମାନେ ଜଣେ ଖ୍ରୀଷ୍ଟିଆନ ଭାବରେ ଅନେକ କାର୍ଯ୍ୟ ଆମେ କରୁଛୁ। ସକାଳେ ଉଠିଲେ ଆମେ 2 ମିନିଟ୍ ବା 5 ମିନିଟ୍ ଆମେ ପ୍ରାର୍ଥନା କରୁଛୁ, ବାଇବେଲ ପଢ଼ୁଛୁ, ସନ୍ଧ୍ୟାରେ ଆମେ ପାରିବାରିକ ଉପାସନା କରୁଛୁ, ରବିବାର ହେଲେ ଆମେ ଗିର୍ଜା ଯାଉଛୁ, ଉପବାସ କରୁଛୁ, ଅନେକ କାର୍ଯ୍ୟ ଆମେ କରୁଛୁ। କିନ୍ତୁ ଏହା ସବୁ ରୁଟିନ୍ ଭାବରେ ନିୟମିତ ଭାବରେ ପ୍ରତିଦିନ କଲେ ତାହା ଯଥେଷ୍ଟ ନାହିଁ। ଆହୁରି ମଧ୍ୟ ସଦାପ୍ରଭୁଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବାର ଅଛି। ଈଶ୍ୱରଙ୍କ ସହିତ ଓ ତାଙ୍କର ବାକ୍ୟ ସହିତ ଆମ୍ଭମାନେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ପଡ଼ିବ। ଯଦି ତାଙ୍କର ବାକ୍ୟ ସହିତ ଆମର ଭଲ ସମ୍ପର୍କ ରହିବ, ହେଲେ ସେ ଆମ୍ଭମାନଙ୍କ ସହିତ ସେହି ବାକ୍ୟ ଦ୍ୱାରା କଥା ହେବେ, ତାଙ୍କର ରବ ଆମେ ଶୁଣି ହେବ। ଅନେକ ସମୟରେ ଈଶ୍ୱରଙ୍କ ସହିତ ଆମମାନଙ୍କର ବ୍ୟକ୍ତିଗତ ସମ୍ପର୍କ ନାହିଁ, ତାଙ୍କ ସହିତ କଥାବାର୍ତ୍ତା ହେବାର ସେହି ବିଷୟ ଆମେ ଅନୁଭବ କରୁନାହୁଁ। ଖାଲି ମୁଁ 10 ମିନିଟ୍ ପ୍ରାର୍ଥନା କଲି, ବାଇବେଲ ପଢ଼ିଲି, ହେଲେ ପ୍ରଭୁ ମୋତେ ଏହି ଆଶୀର୍ବାଦ ଦେଇନାହାନ୍ତି ବୋଲି ଆମ୍ଭମାନେ ତାଙ୍କୁ ଦୋଷ ଦେବାକୁ ଲାଗୁଛୁ। ଆଜି ଏହି ଶୁଭ ଦିନରେ ଆମେ ଗୋଟେ ନିଷ୍ପତ୍ତି ନେବା ଯେ ଆମ୍ଭମାନଙ୍କର ପ୍ରାର୍ଥନା ବେଦୀ ଆମେ ନିର୍ମାଣ କରିବା। ଯଦି ତାହା ଭାଙ୍ଗି ଯାଇଛି ତାହା ପୁନଃନିର୍ମାଣ କରିବା, ତାହା ନବୀକରଣ କରିବା। ପ୍ରତିଦିନ ତାଙ୍କ ଉପସ୍ଥିତିରେ ଆମେ ଭଲ ସମୟ ଦେବା। ଯଦି ତାଙ୍କର ବାକ୍ୟ ପ୍ରତି ଆପଣ ଆଗ୍ରହୀ ହେବେ, ସେଥିରେ ଯଦି ଆପଣଙ୍କର ଆହ୍ଲାଦ ରହିବ, ଆନନ୍ଦ ରହିବ, ତେବେ ଆପଣ ଯାହା କରିବେ ତାହା ସଫଳ ହେବ। ଆପଣ ସବୁ ବିଷୟରେ ସମୃଦ୍ଧି ପାଇପାରିବେ। ପ୍ରଥମ ବିଷୟ ମୁଁ କହିଲି, ଆମ୍ଭମାନଙ୍କର ଈଶ୍ୱର ପ୍ରାର୍ଥନା ଶ୍ରବଣକାରୀ ଅଟନ୍ତି। ଆଉ ଦ୍ୱିତୀୟ ବିଷୟ ହେଲା ଯେ ପ୍ରତିଜ୍ଞା ଦେଇଛନ୍ତି ସେ ବିଶ୍ୱସ୍ତ ଅଟନ୍ତି। ଆଉ ତୃତୀୟ ବିଷୟ, ଆମ୍ଭମାନଙ୍କର ଈଶ୍ୱର ଆଶ୍ଚର୍ଯ୍ୟ କର୍ମ କରନ୍ତି। ଆଇବ 5 ଅଧ୍ୟାୟ 9 ପଦରେ ଲେଖା ହେଇଛି, ଆମେ ପଢ଼ିବା। ସେ ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି। ଆମ୍ଭମାନଙ୍କର ଈଶ୍ୱର ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି। ସେ ଚମତ୍କାର କରିପାରନ୍ତି, ତାହା କରିବା ହିଁ ତାଙ୍କର ସ୍ୱଭାବ ଅଟେ। ଖ୍ରୀଷ୍ଟମାସ ବିଷୟରେ ଯଦି ଆମେ ଦେଖିବା, ଏହି ଖ୍ରୀଷ୍ଟମାସ ଆଶ୍ଚର୍ଯ୍ୟଜନକ ଘଟଣାବଳୀରେ ପରିପୂର୍ଣ୍ଣ। ଈଶ୍ୱରଙ୍କର ପୁତ୍ର ଏହି ଜଗତକୁ ଆସିଲେ ତାହା ଆଶ୍ଚର୍ଯ୍ୟର ବିଷୟ। ଜଣେ କୁମାରୀ ଦ୍ୱାରା ସେ ଜନ୍ମ ହେଲେ ତାହା ଆଶ୍ଚର୍ଯ୍ୟର ବିଷୟ, ଚମତ୍କାର ଅଟେ। ସ୍ୱର୍ଗର ଦୂତ ଜିଖରିୟଙ୍କୁ ଦର୍ଶନ ଦେଲେ, ମରିୟମଙ୍କୁ ଦର୍ଶନ ଦେଲେ, ଆଉ ଯୋସେଫଙ୍କୁ ଦର୍ଶନ ଦେଲେ। ଆଉ ଯୀଶୁ ଜନ୍ମ ହେଲା ପରେ ମେଷପାଳକମାନଙ୍କୁ ମଧ୍ୟ ସେମାନେ ଅନେକ ଦୂତମାନେ ଦର୍ଶନ ଦେଲେ। ଏହା ସବୁ ଆଶ୍ଚର୍ଯ୍ୟର ବିଷୟ ଅଟେ। ପୂର୍ବ ଦେଶରେ ପଣ୍ଡିତମାନେ ଏକ ତାରା ଦେଖିଲେ, ତାହା ଆଶ୍ଚର୍ଯ୍ୟର ବିଷୟ। ଖ୍ରୀଷ୍ଟମାସରେ କୌଣସି ବିଷୟ ସାଧାରଣ ବିଷୟ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏହି ଖ୍ରୀଷ୍ଟମାସ ସବୁଆଡ଼େ ଦେଖିଲେ ବି ଆଶ୍ଚର୍ଯ୍ୟ ଲାଗିବ। ହେଲେ ଯୀଶୁ ଖ୍ରୀଷ୍ଟଙ୍କର ଜୀବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଠାରୁ ଆରମ୍ଭ କରି ଯଦି ଆପଣ ଦେଖିବେ, ତାଙ୍କର ମୃତ୍ୟୁ, ପୁନରୁତ୍ଥାନ ସବୁ ବିଷୟ ଆଶ୍ଚର୍ଯ୍ୟ ଅଟେ। ଆମ୍ଭମାନଙ୍କର ଈଶ୍ୱର ଅସଂଖ୍ୟ ଆଶ୍ଚର୍ଯ୍ୟ କର୍ମ କରନ୍ତି। ହେଲେ ମୋର ସଦାପ୍ରଭୁ ମୋର ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ ବୋଲି ଆମେ ପ୍ରତିଦିନ ଆଶା କରିବାର ଅଛି। ଅନେକ ସମୟରେ ଆମେ କ'ଣ ଭାବୁଛୁ, ମୋର ତ ଆୟ ଏତେ ଅଛି, ଏଥିରେ ମୁଁ ଏହି କାମ ମୁଁ କରିପାରିବି, ବହୁତ ପଇସା ଟଙ୍କା ଦରକାର ହେଲେ ତାହା ଅସମ୍ଭବ
एपरी आमे भावुछु निजको निजे आमे गोटे सीमा आमे कर देउछु किंतु एही विषय को आज आमे जानिबार अछि जे यीशु ख्रीष्टंकर जन्म आपणक एही कथा कहूछि जे से आश्चर्य कर्म करिवार ईश्वर अटंती से चमत्कार ईश्वर आपण आशीर्वाद पाइबा पाई जदि आपणक जीवन रे कोनोसी उपाय नहीं आशा नहीं सही आशाहीन परिस्थिति रे मध्य से चमत्कार करि पारंती एहा को आमे विश्वास करिबा जिकरियंक जीवन रे एलिजाबेथ जीवन रे से माने पुत्र प्रसव करिवार शक्ति से मानकर नथिला किंतु सदा प्रभु से मानक शक्ति युक्त कले से मानक से सबल कले आम मानकर परिस्थिति जहाँ होइथिले भी सदा प्रभु सही मध्य रे चमत्कार करि पारिबे एहा को आमे विश्वास करिबा आपण सुस्थ हेबा पई चांस नहीं बोली डॉक्टर्स माने कहिथिले मध्य आशा नहीं बोली कहिथिले मध्य आपण विश्वास करंत जे मोर सदा प्रभु आश्चर्य करि पारंती जीसु जेते बेले जगत रे सेवा करथिले प्राय 3.5 वर्ष अनेक चमत्कार कले जीसु अनेक रोगी मानक सुस्थ कले जे माने मृत्यु होइथिले से मानक से जीवन देले 4 दिन हैला परे मध्य से लाजरंक कबररु बाहर करि आनिले से एते शक्तिशाली कार्य कले जे ताहार सीमा नहीं जेते लोक माने तांको निकट रे विश्वास सहित आसिले समस्तंक से सुस्थ कले से मानक जीवन रे महत महत कार्य कले जहन 21 पर्व 23 पदरे पर लिखा है पुणी जीसु आहुरी अनेक अनेक कर्म मध्य करिथिले सेही सबु जदि गोटी गोटी करी लेखा जानता ताहले एते पुस्तक लेखा हुअंता जे मोहर विचार रे समुदाय जगत रे सुधा सेही सबु रखिबा निमंते स्थान हुअंता नहीं माथ्यू मार्क लूक जहन एही 4टी सुसमाचार रे अनेक विषय लेखा है जीसु ख्रीष्ट जहाँ सबु करिथिले सेही विषय रे अनेक कथा लेखा है किंतु एतिकी नहीं जीसु आहुरी अनेक अनेक कार्य कले ताहा सबु जदि पुस्तक रे लेखा होइतांता ताहा रखिबा पाई एही जगत रे स्थान हुअंता नहीं एही विषय को आज आमे मने रखिबा जे मोर ईश्वर चमत्कार ईश्वर से असंख्य आश्चर्य कर्म करंती सदा प्रभु आज मोर जीवन रे मध्य आश्चर्य कर्म करिवे बोली आमे प्रतिदिन आशा करिबा आमे विश्वास रखिबा आजिर परिस्थिति को आमे ध्यान देबा नहीं आज आपणक शरीर रे हुए तो रोग थाई पारे बथा थाई पारे किंतु सदा प्रभु सुस्थ करि पारंती आज आपणक जीवन रे जेउ क्षेत्र रे आशीर्वाद दरकार ताहा करिबाक आश्चर्य भाव रे ताहा करिबाक से समर्थ अटंती पिता परमेश्वर असंख्य आश्चर्य कर्म करंती ख्रीष्ट मध्य एही जगत रे आश्चर्य कर्म ही करथिले प्रतिदिन से हजार हजार लोक मानक से सुस्थ करथिले आ वर्तमान आंभ मानक ठारे विश्वासी मानक ठारे पवित्र आत्मा वास करुचंती से मध्य शक्तिर कार्य करिवार ईश्वर अटंती गलातिय 3 पर्व 5 पदरे पर लिखा है अतएव जे तुम्भ मानक आत्मा दान करंती आउ तुम्भ मानक मध्य रे शक्तिर कार्य साधन करंती से कि व्यवस्थार क्रिया कर्म हेतु ताहा करंती ना विश्वास रे सुनिवा हेतु करंती सदा प्रभु आंभ मानक आपना पवित्र आत्मा दान करिसंती सेही आत्मा को द्वारा आंभ मानक मध्य रे से शक्तिर कार्य साधन करंती ताहा केउ विषय द्वारा से करंती आंभ मानकर क्रिया कर्म द्वारा नहीं मु जहा भल करुची ना मंद करुची सेही अनुसार नहीं क्रिया कर्म द्वारा नहीं विश्वास द्वारा जदि आमे तांको ठारे विश्वास करिबा तेबे से आम जीवन रे मध्य महत महत कार्य करिवे एहा को आमे विश्वास करिबा प्रथम कोरिन्थिय 12 अध्याय रे आत्माकर दान विषय रे लिखा है 9टी अनुग्रहर दान विषय रे लिखा है ताहा सब जने मनुष्य द्वारा करा जाय पारिबो नहीं पवित्र आत्मा को द्वारा ही ताहा सब संभव हेबो एपरी शक्तिशाली आत्मा आज आंभ मानक ठारे वास करुचंती आपणक शरीर रे सेही आत्मा वास करुचंती से महत् कार्य करि पारिबे आपणक पई शक्तिर कार्य साधन करिवे बोली आपण विश्वास करंते
आम्भमानकर सदा प्रभु मंगलमय अटंती। से आम्भमानक निमंते मंगल दान करबाक ही से चाहती। आज यही क्रिसमस दिवस रे ईश्वरंकर यही स्वभाव विषय रे आउरी मध्य आपण अध्ययन करंत। प्रथम विषय मु कहली से आम्भमानकर प्रार्थना श्रवणकारी अटंती। आउ द्वितीय विषय आम्भमानकर ईश्वर विश्वस्त अटंती। आउ तृतीय विषय आम्भमानकर ईश्वर आश्चर्य कर्म करिवार ईश्वर अटंती। तांकठारे कौनसी विषय असंभव नहीं। से समस्त विषय करि पारंती। जहाँ असंभव बोली आपण भावुचंती ताहा संभव हेब। से असंभव को वास्तवतारे परिणत करिवे। आपणकर दुख आनंद रे परिणत हेब। सेथिपाई आपण भय करंत नहीं। दूत जिखरियांक कहिले तुमे भय कर नहीं, कारण तुम्भर निवेदन सुना जाइवछि। आज आपणकर निवेदन मध्य सुनिवा पाई जणे उत्तम ईश्वर अटंती। से आपणकर निकटवर्ती अचंती। से आपणक पाई अचंती। तांकठारे आपण संपूर्ण भाव रे भरोसा रखंत। से आपणक आशीर्वाद करिवे। आपणक जीवन रे आपणक परिवार रे से महत् महत् कार्य करिवे। आसंतु आमे प्रार्थना करिबा। हे आममानकर दयालु पिता परमेश्वर, तुमार पवित्र महानामर धन्यवाद 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 देउछि बापा। प्रभु तुमे आममानके बहुत प्रेम करिवछ। एही वर्ष रे मध्य बड़ दिन पालन करबाक आममानके तुमे सुजोग देइवछ। प्रभु आममानके सुस्थ सबल रे तुमे रखिवछ। जीवित मानक मध्य रे आममानके तुमे स्थान देइवछ। सेतिपई धन्यवाद देउछि बापा। प्रभु तुमरी वाक्य द्वारा आज आममानक सहित तुमे कथा कहिवछ। सेतिपई तुमको धन्यवाद धन्यवाद देउछु बापा। प्रभु जो माने ही वाक्य शुणिचंती और मो सहित प्रार्थना करुचंती प्रत्येकंको तुमे आशीर्वाद करो। प्रभु से माने जो प्रार्थना अनुरोध पसरी जाइचंती एही विषय आउ मो जीवन रे मो पाई पारिबि नहीं, एहा घटिबो नहीं बोली जो विषय रे प्रभु से माने आशा भरोसा हराइचंती सही विषय रे प्रभु तुमे आश्चर्य कर्म करो। प्रभु तुमे चमत्कार करिबार ईश्वर अट। जीशु ख्रीष्टंकर जन्म ही आश्चर्यजनक अटे। आम जीवन रे मध्य तुमे आश्चर्य कर्म करिबाक प्रभु तुमे शक्तिमान अट। सेतिपई धन्यवाद धन्यवाद देउछि बापा। प्रभु जे माने रोगग्रस्त होइचंती पीड़ित अवस्था रे अछंती से मानक तुमे सुस्थ करो। प्रभु तुमरी वाक्य अनुसार से माने सुस्थता लाभ करंत। जीशु ख्रीष्ट आम्भमानकर समस्त रोग पीड़ा दुर्बलता सबु तुमे बही नैछ। प्रभु तुमरी प्रहार रे से माने सुस्थ हेउंत। प्रभु जे माने मो सहित प्रार्थना करुचंती प्रत्येकंको तुमे आशीर्वाद करो। प्रभु प्रत्येक परिवार को तुमे ही आशीर्वाद करो। परिवार आवश्यकता तुमे जगाओ। प्रभु समस्त परिवार जेपरी प्रभु आनंद रे खुशी रे प्रभु तुमरी शांति रे पूर्ण हेबे एथिपाई तुमे सहाय्य करो। प्रभु तुमरी जन्म द्वारा प्रभु एही पृथ्वी रे शांति आसिला। प्रभु तुमरी एही प्रेमर सुसमाचार आम्भ माने मध्य प्रभु अनेक लोकंक कहिबाक आम्भ मानक मध्य तुमे सहाय्य करो, सुजोग दियो, अनुग्रह करो। एही प्रार्थना नाजरीय यीशु ख्रीष्टंक नाम रे मागिली, आमेन। जदि आपण एही वार्ता द्वारा आशीर्वाद पाइछंती तेबे आपणकर बंधु एवं संपर्कीय मानक एहा शेयर करंत। धन्यवाद।